परिचय ମୋ ନାଁ ଡକ୍ଟର ସୌଭାଗ୍ୟ ପରିଡ଼ା। ମୁଁ ମହାପଡ଼ା ନିର୍ବାଚନ ମଣ୍ଡଳ ସଚେତନ ନାଗରିକ। ଆପଣ କହିବେ ମହାକାଳପଡ଼ା ନିର୍ବାଚନରେ ବିଭିନ୍ନ ସ୍ଥାନରେ ଦେଖିବେ ରାସନ ଦୋକାନ ପାଖରୁ ଏମିତି କହିବାକୁ ଗଲେ ଯେଉଁଠି ଚିକେନ୍ କାଉଣ୍ଟର પર ଯୁଆଡ଼େ ଦେଖିବେ ମଦ ବେପାର ବେଶୀ ଚାଲିଛି, ସେଠି କ'ଣ କହିବେ? ଆପଣମାନେ ତ ସାମ୍ବାଦିକ ଅଧିକ ତଥ୍ୟ କଲେକ୍ସନ୍ କରୁଥିବେ। ମୁଁ ଜଷ୍ଟ 10-15 ଦିନ ତଳୁ ମୋର ଗୋଟେ ସୋସିଆଲ ମିଡ଼ିଆରେ ମୋ ପର୍ସନାଲ ଆଇଡ଼ିରୁ ଗୋଟେ ଭିଡ଼ିଓ ସେୟାର କରିଥିଲି। ଏ ସେୟାର ମୁଁ କହିଥିଲି 2022-23, 23-24, 24-25 2 ବର୍ଷରେ ମୁଁ ଗୋଟେ ତୁଳନାତ୍ମକ ଚିତ୍ର ଦେଇଥିଲି। 2 ବର୍ଷରେ ଯେତେବେଳେ ପୂର୍ବ ସରକାର 2 ବର୍ଷ, ଏବେକା ସରକାର 2 ବର୍ଷ, ଏବେକା ବିଧାୟକର 2 ବର୍ଷ ଦେଖନ୍ତୁ, ସେତେବେଳେ ଯେତିକି ମଦ ସେଲ୍ସ ହେଉଥିଲା ଏବେ ତାର 40% ବଢ଼ିଯାଇଛି। ଦ୍ୱିତୀୟ କଥା, ମୁଁ ଆପଣଙ୍କୁ ଆଉ ଟିକେ ଭିତରକୁ ନେଇଯାଉଛି। ଓଡ଼ିଶା ଷ୍ଟେଟ୍ ବିଭରେଜ କର୍ପୋରେସନ୍ ବିଭିନ୍ନ ଜାଗାରେ ଡିପୋ ରଖିଛି, ସେ ଡିପୋରୁ ମଦ ଆସେ ଏବଂ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ 11ଟି ରହିଛି ଫରେନ୍ ଲିକର ଅଫସପ, 4ଟି ଫରେନ୍ ଲିକର ଅନସପ୍, ତା ଛଡ଼ା 3ଟି ଆସ୍କାପଟି କାଉଣ୍ଟର ରହିଛି। ମୁଁ ସବୁବେଳେ ପ୍ରଶ୍ନ ଉଠାଏ କାହିଁକି ଯେଉଁମାନେ ମଦ କାଉଣ୍ଟରକୁ ଆଣିବାକୁ ଯିବେ ତାଙ୍କୁ ମଦୁଆ କୁହାଯାଏ। ତେଣୁ ବର୍ତ୍ତମାନ ଆମର ଯେ ଲୋକପ୍ରତିନିଧି ଅଛନ୍ତି, ଜିଏସ୍ପି ମହୋଦୟ ଅଛନ୍ତି, ଏକ୍ସାଇଜ୍ର ବିଭିନ୍ନ ପୋଲିସ ଷ୍ଟେସନର ଅଫିସରମାନେ ଅଛନ୍ତି, ତାକୁ ସିମ୍ପ୍ଲିଫାଏଡ୍ କରିଦେଇଛନ୍ତି। ଆଉ ମଦୁଆ ଟାଇଟଲ୍ ଆସିବ ନାହିଁ। କାହିଁକି ଗାଁ ଗହଳିରେ ଯେମିତି ଆପଣମାନେ ପଚାରିଲେ ଚିକେନ୍ କାଉଣ୍ଟର ହେଉ, ଡାଲି ଚାଉଳ ଦୋକାନ ହେଉ, ପରିବା ଦୋକାନ ହେଉ, ବିଭିନ୍ନ ଜାଗାରେ ମଦର ଆସର ଚାଲିଛି। ତେଣୁ ଆପଣଙ୍କୁ 20-30 ଟଙ୍କା 50 ଟଙ୍କା ଦେଲେ ଆପଣଙ୍କ ଘର ପାଖରେ ଇଜି ରିଚ୍, ଆପଣ ଯେମିତି ସବୁ ଦିଆଯାଉଛି ବିଭିନ୍ନ ଅନଲାଇନ୍, ସେଭଳିଆ ମଦ ଚାଲିଛି। ତେଣୁ ମହାକାଳପଡ଼ାରେ ବର୍ତ୍ତମାନ ପାଣିର ସମସ୍ୟା ଅଛି, ମଦର ସମସ୍ୟା ନାହିଁ। ମଦର ବନ୍ୟା, ଅଦିନିଆ ବନ୍ୟା ଚାଲିଛି। ତେଣୁ ଆ ପାଇଁ ନିଶ୍ଚିତ ଭାବରେ ଲୋକପ୍ରତିନିଧି ଦାୟୀ। ଲୋକପ୍ରତିନିଧି କଡ଼ା ନ ହେବ, ପ୍ରଶାସନ ହୁଳା ହେବ, ମଦ ବ୍ୟବସାୟ ଚାଲିବ, ବହୁତ ମୁନାଫା ଆସିବ, ମିଲିଭଗତ ଚାଲିଛି। ଲୋକପ୍ରତିନିଧି, ପୋଲିସ ଅଧିକାରୀ, ଏକ୍ସାଇଜ୍ ଡିପାର୍ଟମେଣ୍ଟ 3 ଜଣଙ୍କର ଗୋଟେ ଜଏଣ୍ଟ କୋଲାବୋରେସନ୍। କିନ୍ତୁ ଆପଣ ଦେଖନ୍ତୁ, ମୋର ତଥ୍ୟ ଦେବାକୁ ଚାହୁଁଛି, ପ୍ରତିବର୍ଷ ପାଖାପାଖି ବହୁତ ମା' ମାଉସୀମାନଙ୍କର, ଭଉଣୀମାନଙ୍କର ଏଇ ଜିନିଷ ପାଇଁ ମୁଣ୍ଡରୁ ସିନ୍ଦୁର ଲିଭି ଯାଉଛି, ପରିବାର ଉଚ୍ଛନ୍ନ ହେଇଯାଉଛି। ତେଣୁ ଇଏ ଏକ ସଙ୍ଗୀନ ପ୍ରଶ୍ନ। ଡ୍ରିମ୍ସ ରାଇଡର ସବୁ ସମୟରେ ଆପଣଙ୍କ ସେବାରେ। ଧନ୍ୟବାଦ।